ଦେଖନ୍ତୁ ଆମର ଅଳକା ଲାମ୍ବା ମହୋଦୟଙ୍କ ନେତୃତ୍ୱରେ ଯେ ନାରୀ ନ୍ୟାୟ ନାରୀମାନଙ୍କୁ ସମ୍ମାନ ଏ ସମାରୋହ ଯେ ପାଳନ ହେଉଛି ଏଇଟା ସବୁ ବର୍ଷ ହୁଏ। ଆଗରୁ ମଧ୍ୟ ମହିଳା କଂଗ୍ରେସ ତରଫରୁ ଆୟୋଜନ କରାଯାଉଥିଲା। ଯେହେତୁ ଇଣ୍ଟରନ୍ୟାସନାଲ ଓମେନ୍ସ ଡେ ମହାଶିବରାତ୍ରି ପଡ଼ିଲା ତ ଆମେ ଟିକେ ଲେଟ୍ରେ ଆମେ କରିଛୁ ଆଜି। ଦେଖନ୍ତୁ ବର୍ତ୍ତମାନ ମହିଳାମାନଙ୍କୁ ଯେଉଁଭଳି ଭାବରେ ନ୍ୟାୟ ମିଳୁନାହିଁ, ପ୍ରତାରଣା କରାଯାଉଛି, ସେ ସବୁ ଉପରେ ଆପଣ ଦେଖୁଛନ୍ତି ମହିଳା କଂଗ୍ରେସ ସବୁବେଳେ ରାଜରାସ୍ତା କରୁଛି। ମହିଳାମାନଙ୍କୁ କିଭଳି ଭାବରେ ସମ୍ମାନ ଦିଆଯିବ, ସେ ଘରୋଇ ହିଂସା କଥା କୁହନ୍ତୁ, ସେ ଆମର ପରିବେଶବିଦ ଉପରେ କୁହନ୍ତୁ, ସବୁଥିରେ ମହିଳାମାନେ କିଭଳି ଭାବରେ ଲଢ଼ୁଛନ୍ତି। ଯେଉଁ ନାରାଟା ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ, ଲଢ଼କି ହିଁ ଲଢ଼ ସକ୍ତି, ସେଇ ନାରାକୁ ସମ୍ମାନ ଦେଇ ଆଜି ସାରା ଭାରତ ବର୍ଷରେ ମହିଳାମାନଙ୍କୁ ନ୍ୟାୟ ମିଳିବ, ମାଆମାନଙ୍କୁ ନ୍ୟାୟ ମିଳିବ, ଗୋଟେ ଭଉଣୀକୁ ନ୍ୟାୟ ମିଳିବ ଏବଂ ଯେଉଁ ମହିଳାମାନେ ମାଆ ହେଇଛନ୍ତି ତାଙ୍କର ପରିବାର, ତାଙ୍କର ଭବିଷ୍ୟତ କିଭଳି ଭାବରେ ଉଜ୍ଜଳ ହେବ, ସେଥିପାଇଁ ସବୁବେଳେ ଆପଣ ଦେଖୁଛନ୍ତି ପ୍ରତି ସମୟରେ ମହିଳାମାନଙ୍କ ସ୍ୱାସ୍ଥ୍ୟ କଥା କୁହନ୍ତୁ, ମହିଳାମାନଙ୍କୁ ପୁଷ୍ଟିହୀନତା ଯେଉଁଭଳି ଭାବରେ ଶିକାର ହେଉଛି ତା ଉପରେ କିଭଳି ଭାବରେ ସଚେତନ କରାଯିବ, ପ୍ରକୃତ କ୍ଷେତ୍ରରେ ତାଙ୍କ ପାଖରେ କିଭଳି ଭାବରେ ସବୁ ପ୍ରକାରର ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିବ, ଏ ସବୁ ଉପରେ କଂଗ୍ରେସ ସବୁବେଳେ କାମ କରି ଆସୁଛି। ଏବଂ ତାହାରି ମଧ୍ୟରେ ଆଜି ଏଇ ନାରୀ ନ୍ୟାୟରେ ଆମେ ବିଭିନ୍ନ ବର୍ଗରେ କାମ କରିଥିବା ଏବଂ ସଫଳତା ଅର୍ଜନ କରିଥିବା ଗୋଟିଏ ମହିଳା ଯେତେବେଳେ ବାହାରକୁ ବାହାରେ ଘରୁ ଗୋଡ଼ କାଢ଼ି ବହୁତ କଷ୍ଟ, ତାକୁ ଘର ପରିବାର ଶାଶୁ ଶ୍ୱଶୁର ସ୍ୱାମୀଙ୍କ ସେବା ପିଲାମାନଙ୍କର ଦାୟିତ୍ୱ ସବୁ ବାଦରେ ମଧ୍ୟ ସେ ସମାଜ ପାଇଁ କିଛି କରୁଛନ୍ତି। ସେଥିପାଇଁ ତାଙ୍କୁ ଆମେ ସମ୍ମାନ ଦେବା, ନାରୀ କଲ୍ୟାଣ ପାଇଁ ସେମାନେ କାମ କରୁଛନ୍ତି। ସାମାଜିକ କ୍ଷେତ୍ରରେ ସାମ୍ବାଦିକତା କ୍ଷେତ୍ରରେ ବିଭିନ୍ନ ଆମର ରହିଛି କଳା କ୍ଷେତ୍ରରେ ଯେକୌଣସି ସ୍ତରରେ ସେମାନେ କାମ କରିକି ଯେଉଁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ମହିଳା କଂଗ୍ରେସ ତରଫରୁ ଭୁବନେଶ୍ୱର ମହିଳା କଂଗ୍ରେସ ସଭାପତି ତାଙ୍କ ନେତୃତ୍ୱରେ ଆଜି କାର୍ଯ୍ୟଟି ଆମେ ସମ୍ପାଦନ। ଆପଣଙ୍କ ନଜରକୁ ଆସୁନି କି? ମୁଁ ତ ଭାବୁଛି ବୋଧେ ମିଡ଼ିଆ ନଜରକୁ ଆସୁନି। ମାନେ ଯେତେବେଳେ ନାରୀଠୁ ପିଉଠୁ ଧରିକି ଏପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆଜି ଯଦି ଆଳୁ ପିଆଜ କନ୍ଦଉଛି ତାହେଲେ ମଧ୍ୟ ମହିଳା କଂଗ୍ରେସ ଆଗକୁ ଆସୁଛି। ଯଦି ଆଜି ମହିଳାଟିଏ ନ୍ୟାୟ ପାଉନାହିଁ, ତା ଶୋଷଣର ଶିକାର ହେଉଛି, ତା ପାଇଁ ମହିଳା କଂଗ୍ରେସ ଆଗକୁ ଆସୁଛି। ଆପଣ ସବୁ କ୍ଷେତ୍ରରେ କହୁଛନ୍ତି ଯେ ଆଜି ଇଣ୍ଟରନ୍ୟାସନାଲ ଓମେନ୍ସ ଡେ ବୋଲି କ'ଣ ଆମେ ଆଜି ଏ କାର୍ଯ୍ୟକ୍ରମ କରୁଛୁ? ବର୍ଷକ 12 ମାସ ତମାମ ଆମେ ମହିଳାମାନଙ୍କ ଆଜ୍ଞା କ'ଣ ମହିଳା ଦିବସରେ କଲେ 33% କୋଟା ଛଡ଼ା କ'ଣ କହିଲେ? ଏଇଟା ରାଜନୈତିକ ଶୋଷଣ ନା ରାଜନୈତିକ କ'ଣ ଏଇଟା? ଆମେ ବା ନାରୀଙ୍କୁ ନ୍ୟାୟ କ୍ଷେତ୍ରରେ ଆମେ କେମିତି ଦେବୁ? ଆଗ କଂଗ୍ରେସ ତ ପ୍ରଥମରୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ କିଏ ଦେଇଛନ୍ତି କହିଲେ? ଭାରତ ବର୍ଷ କଥା କୁହନ୍ତୁ, ଓଡ଼ିଶା କଥା କୁହନ୍ତୁ, ଆଉ ଦ୍ୱିତୀୟ ଗୋଟିଏ ମହିଳା ମୁଖ୍ୟମନ୍ତ୍ରୀ କେଉଁ ଦଳ ଦେଇପାରିଛନ୍ତି? ତ ନାରୀକୁ ନ୍ୟାୟ କଥା, ନାରୀକୁ ସମ୍ମାନ କଥା ପ୍ରଥମେ କିଏ କାହାର ମୁଣ୍ଡରେ ଆସେ, କାହାର ବିଚାରଧାରାରେ ଆସିଛି? କେବଳ କଂଗ୍ରେସ। ନମସ୍କାର, ମହିଳା କଂଗ୍ରେସ ପ୍ରେସିଡେଣ୍ଟ ଗୀତାଞ୍ଜଳି ମହାନ୍ତି। ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି କଂଗ୍ରେସ ଭବନଠାରେ ଯେଉଁ ପାଳନ କରାଗଲା ମହିଳାମାନଙ୍କୁ ଡାକି ମୁଁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏଇ ଯେଉଁ ଦିବସ ପାଳନ କଲି, ତାର କାରଣ ହେଲା ଗୋଟେ ଦିନ ପୂର୍ବରୁ ସେଇଟା ଆମର ହେବାର ଥିଲା। ଯେହେତୁ ଶିବରାତ୍ରି ପଡ଼ିଥିଲା 8 ତାରିଖରେ, ଆମେ ସେଥିପାଇଁ କରିପାରିନଥିଲୁ। ଆଜି କରୁଛେ। ଆଉ AICC ତରଫରୁ ଆମକୁ ନିର୍ଦ୍ଦେଶ ଥିଲା 10 ତାରିଖ ପର୍ଯ୍ୟନ୍ତ କରିବା ପାଇଁ। ସେଥିପାଇଁ ଯେଉଁ ମହିଳା ଯୋଦ୍ଧା ହିସାବରେ ଆମେ 4 ଜଣ ମହିଳାଙ୍କୁ ସମ୍ମାନିତ କରିବା ପାଇଁ ଡାକିଥିଲୁ। ସେମାନେ ବିଭିନ୍ନ କ୍ଷେତ୍ରରେ ବହୁତ ସମାଜସେବୀ କାମ କରିଛନ୍ତି, ସମାଜର ବହୁତ ମଙ୍ଗଳ କାର୍ଯ୍ୟ କରିଛନ୍ତି। ନିଜେ ମହିଳା ହେଇକି ବି କୌଣସି ନିଜକୁ ଛୋଟ ନ ଭାବି ବହୁତ ଆଗକୁ ଯାଇଛନ୍ତି। ତାଙ୍କୁ ଆମେ ଆଜି ସମ୍ମାନିତ କଲୁ। ଜର୍ଣ୍ଣାଲିଷ୍ଟ, ଆଉ ଜଣେ ସମାଜସେବୀ, ଆଉ ଜଣେ ଆମର ଥିଲେ 4 ଜଣ ମହିଳାଙ୍କୁ ଏଠି ସମ୍ମାନିତ କରିଛୁ।